ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ପ୍ରୟୋଜନ ରହିବ। ଉତ୍ତମ କାମ କରିବା ପାଇଁ ଆମମାନଙ୍କର ଜନ୍ମ। ସବୁ ଆହ୍ୱାନ ଓ ସୁଯୋଗ ମଝିରେ ଆମକୁ ଏହା କରିବାକୁ ହେବ। ଏହା ହିଁ ଆମର ନ୍ୟାୟ। ଆଗାମୀକାଲି ଯୁବକମାନଙ୍କ ପାଇଁ ଅପେକ୍ଷା କରିଛି। ମଜାର କଥା ଏହା ଯେ ଜୀବନର ସବୁଠାରୁ ବଡ଼ ଡର କିଏ ଜାଣେ? ଆଗକୁ କ'ଣ ଘଟିବ, ଯାହାକୁ ଅଜଣା ଭୟ ବୋଲି କହନ୍ତି। ପରୀକ୍ଷା ସମୟରେ ଚିନ୍ତନ ଭଲ କଥା, କିନ୍ତୁ ଏହି ଚିନ୍ତନ ଚିନ୍ତାରେ ପରିଣତ ନ ହେଉ। ପରୀକ୍ଷା ସମୟରେ ବିବ୍ରତ ବା ଗମ୍ଭୀର ଜଣାଯିବା ଏକ ଫ୍ୟାସନ୍ ନୁହେଁ। ଏଥିରେ କିଛି ଲାଭ ନାହିଁ। ଗମ୍ଭୀର ଦେଖାଗଲେ ତୁମେ ଅନ୍ୟମାନଙ୍କଠାରୁ ସହାନୁଭୂତି ପାଇପାର, କିନ୍ତୁ ସଫଳତା ନୁହେଁ। ସର୍ବଦା ପ୍ରସନ୍ନ ଚିତ୍ତରେ ରୁହ। କେବେ ଗମ୍ଭୀର ଦେଖାଯିବାରେ ତୁମକୁ କୌଣସି ଅଙ୍କ ମିଳିବ ନାହିଁ। ପରୀକ୍ଷା କଥା କଳ୍ପନା କରିବା ମାତ୍ରେ ଆମେ କାହିଁକି ଗମ୍ଭୀର ଜଣାପଡ଼ୁ। ଗମ୍ଭୀର ଛାତ୍ର, ବ୍ୟସ୍ତ ଅଭିଭାବକ ଓ ଚିନ୍ତିତ ଶିକ୍ଷକ ପାଲଟିଯିବା। ପିଲାଦିନରୁ ଆମେ ଯେଉଁ ବୀରତ୍ୱର କାହାଣୀ ଶୁଣିଥିଲେ, ସେଥିରେ ଯୋଦ୍ଧାଗଣ କଠୋର ପ୍ରତିବନ୍ଧକକୁ ସାହସ ଓ ଧୈର୍ଯ୍ୟର ସହ ସାମ୍ନା କରି ବିଜୟର ଇତିହାସ ରଚିଥିଲେ। ତାହା ଆଜି ଆମ୍ଭମାନଙ୍କର ପ୍ରେରଣାର ଉତ୍ସ ହୋଇ ରହିଛି। ଏବେ ଆମେ ରାଣୀ ଲକ୍ଷ୍ମୀବାଈଙ୍କର ଉଦାହରଣ ନେବା। ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଯେତେବେଳେ କିଛି ଦୂରରେ ଶତ୍ରୁ ସେନା ଥିଲେ, ସେତେବେଳେ ତାଙ୍କ ଆଗରେ ଦୁଇଟି ବିକଳ୍ପ ଥିଲା। ଯୁଦ୍ଧ କରିବେ କିମ୍ବା ଆତ୍ମସମର୍ପଣ କରିବେ। ବୀର ଯୋଦ୍ଧା ହେବେ ନା ଚିନ୍ତାଶୀଳ ବ୍ୟକ୍ତି ହେବେ। ସେ ନିର୍ଭୟ ହୋଇ ଆହ୍ୱାନକୁ ସ୍ୱାଗତ କରି ଯୁଦ୍ଧ କରିବାକୁ ସ୍ଥିର କଲେ। ତେଣୁ ଆଜି ଭାରତର ଗୌରବଦୀପ୍ତ ଇତିହାସରେ ମହାନ ସ୍ୱାଧୀନତା ସଂଗ୍ରାମୀ ରୂପେ ତାଙ୍କ ନାଁ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିଛି। ଏ କଥା ପରୀକ୍ଷା ଉପରେ ସମାନ ଭାବରେ ଲାଗୁ ହୋଇପାରିବ। ସେଥିପାଇଁ ସମସ୍ତ ବିଦ୍ୟାର୍ଥୀ ଚିନ୍ତା ଛାଡ଼, ଆଉ ଆସୁଥିବା ପରିସ୍ଥିତି ସହ ଲଢ଼। ବିବ୍ରତ ହୁଅ ନାହିଁ, ବରଂ ଯୋଦ୍ଧା